सूर्यंकर द्वादश नाम। यही दिव्य नाम श्रवण करने द्वारा किंबा पठन करने द्वारा देहरे नूतन शक्ति संचार हुए एवं शारीरिक दुर्बलता और रोग दूर होता है। यह स्मरण शक्ति बढ़ाई थाए एवं ज्ञान वृद्धि करिथाए। समाज रे मान सम्मान ख्याति एवं पदोन्नति होता है। यह मनरे थिबा नकारात्मक चिंताधारा अहंकार एवं क्रोध को नष्ट करी शांति प्रदान करे। जातकरे जदि किछि ग्रह दोष थाए एही नाम को श्रवण कले किंबा पठन कले ताहा मध्य दूर होइथाए। परिवार रे शांति वातावरण सृष्टि हुए। जीवन रे शारीरिक और मानसिक सकारात्मक परिवर्तन आसी थाए। यह स्वास्थ्य वृद्धि एवं सफलता पाई अत्यंत लाभदायक। तेणु आसंतु आज श्रवण करिबा सूर्य भगवानकर सेई दिव्य नाम। सूर्यंकर द्वादश नाम स्तोत्र। आदित्य प्रथमं नामं द्वितीयं तु दिवाकरः तृतीयं भास्करः प्रोक्तं चतुर्थं तु प्रभाकरः पंचमं तु सहस्रांशु षष्ठं चैव त्रिलोचनः सप्तमं हरिदशश्च अष्टमं तु विभावसो नवमं दिनकृत् प्रोक्तं दशमं द्वादशात्मकः एकादशं त्रयीमूर्ति द्वादशं सूर्य एव च द्वादशादित्यनामानि प्रातः काले पठे नर दुःस्वप्नो नश्यते तस्य सर्वदुःखं च नश्यति दद्रुकुष्ठहरं चैव दारिद्र्यं हरते ध्रुवम् सर्वतीर्थकरं चैव सर्वकामफलप्रदम् य पठेत् प्रातरुत्थाय भक्त्या स्तोत्रमिदं नरः सौख्यमायुस्तथारोग्यं लभते मोक्षमेव च। इति श्री आदित्य द्वादश नाम स्तोत्रम्। श्री सूर्यंक स्तुति। जय जय आदिदेव जय निराकार जय जय सहस्रांशु जय दिवाकर धवलाम्बुजधर कश्यपतनोज महापापहर देव तेजराज सूर्य महारौद्र महाज्ञानी सर्वलोक स्वामी छाया प्राणधन जय जय अंतर्यामी कोटि तेज राशि घेनी दिशुछ सुंदर तिमिर विध्वंसी प्रतिभानंत भास्वर वनज कुसुम सम श्रीअंग सुषमा स्वतः प्रदीप्त तनु नाही ता उपमा कंठे हार कर्णे स्वर्ण कुंडल शोभित बहु अछि कुंडलरु अमृत निरत जय देव जय आदित्य हृदय जय जय नारायण जय मृत्युंजय जय मारकंड सर्व रोगनाशकार
ସୁରେଶ ହୃଦେଶ କି ବନି ରୂପ ରାଶି ଅନନ୍ତ ଶେଷ ଲୋହିତ ଚନ୍ଦନାଧି ଗ୍ରହ କୁଳପତି ବିରଞ୍ଚି ନାରାୟଣ ହେ ଘେନ ମୋ ବିପତ୍ତି ଜୟ ଦୀନେଶ ପଦ୍ମେଶ ସୁରେଶ ହୃଦେଶ କି ବନି ରୂପ ରାଶି ଅନନ୍ତ ଶେଷ ଜୟ କୋଣାର୍କ ବିହାରୀ ଅର୍କର ବିଭାନୁ ଜୟ ଦୀନନାଥ ଜୟ କଶ୍ୟପଙ୍କ ଶୂନୁ ରବିବାର ଏକାଦଶୀ ରବି ନାରାୟଣ ନାମେ ଖ୍ୟାତ ଚରାଚରେ ପଶନ୍ତି ଶରଣ ଯୋଗ କଳ୍ପ ଛାୟା ମାୟା ହୃଦୟ ଈଶ୍ୱର କଲ୍ୟାଣକାରୀ ତୁମେ ଜଗତ ଈଶ୍ୱର ଶ୍ରୀକୃଷ୍ଣ ନନ୍ଦନ ସାମ୍ବ ନିଶ୍ଚଳ ଭକତି କରି ମହାକୁଷ୍ଠ ରୋଗ ହୋଇଲେ ମୁକତି ଉଦୟାଚଳ ବିହାରୀ ଘେନ ମୋ ଆରତି ଦୀନବନ୍ଧୁ ସ୍ଥାବର ହେ ଜଙ୍ଗମ ବିଭୂତି ଜୟ ଶରଣ ରକ୍ଷଣ ଅଗତିର ଗତି ତବ ପାଦ ପଦ୍ମେ ରହୁ ନିଶ୍ଚଳେ ମମତି ଅପ୍ରେମୟ ବିଶ୍ୱଜ୍ୟୋତି ରବି ନାରାୟଣ ପାତକୀ ଶେଖର ମୁହିଁ ଘେନ ହେ ଶରଣ ଜଣାଏ ବିନୟ ଭରେ ପ୍ରଭୁ ମୋ ପ୍ରଣତି ସଂସାର କଷଣୁ ମୋତେ ଦିଅ ସଦଗତି ତୁ ହି ମାତା ତୁ ହି ପିତା ତୁ ହି ସହୋଦର ଅବୋଧ ତନୁଜ ମୋହି ଘେନ ନମସ୍କାର ଘେନ ନମସ୍କାର ଷଷ୍ଠ ଅଧ୍ୟାୟ ଶିବଙ୍କ ଚରଣେ ପଡ଼ି ଦେବୀ ହୈମବତୀ ବିନୟ କହନ୍ତି ଦୟା କର ପ୍ରାଣପତି ଏଥୁ ଅନ୍ତେ କିସ ହେଲା କୁହ ସେ ଚରିତ ସଂଜ୍ଞାକୁ ଘେନି ପୁଷ୍କର ଗଲେ ସେ ଆଦିତ୍ୟ ତାଙ୍କଠାରୁ ଯେଉଁମାନେ ଜନମ ଲଭିଲେ ବିସ୍ତାର କରିଣ ନାଥ କହ ମୋ ଆଗରେ ଶଙ୍କର ବାଚ ଶିବାଙ୍କ ବିନୟ ଭକ୍ତି ଦେଖିଣ ଈଶାନ କହନ୍ତି ମଧୁର ସ୍ୱରେ ଆଗୋ ଦେବୀ ଶୁଣ ଯାହା ପଚାରିଲ ଦେବୀ କହୁଅଛି ତାହା ସଂଜ୍ଞା ସଙ୍ଗରେ ରମଣ କରେ ଶସ୍ତ୍ରବାହା କିଛି ଦିନ ଅନ୍ତେ ଜାଣ ସେ ସଂଜ୍ଞା ସୁନ୍ଦରୀ ଶୁଭ ବେଳେ ଗର୍ଭବତୀ ହେଲେ ଗୌରୀ 10 ମାସ 10 ଦିନ ହୁଅନ୍ତେ ସମ୍ପୂର୍ଣ୍ଣ ଜନମ ହୋଇଲା ତାଙ୍କ ଗୋଟିଏ ନନ୍ଦନ ତା ନାମଟି ଦେଲେ ରବି ବୈବସ୍ୱତ ମନୁ ଦିନକୁ ଦିନ ବଢ଼ଇ ସେ ସୂର୍ଯ୍ୟଙ୍କ ଶୁନୁ ଯହିଁ ପାଇଁ ତାର ନାମ ବୈବସ୍ୱତ ହେଲା
କହୁଛି ତା ଶୁଣ ତୁହି ଆଗ ପ୍ରେମଶୀଳା। ବୈବସ୍ୱତ ନାମ ଯେଣୁ ଅଟେ ସୂର୍ଯ୍ୟଙ୍କର, ତେଣୁ ବୈବସ୍ୱତ ନାମେ ଖ୍ୟାତ ସେ କୁମର। କେତେକ ଦିବସ ଅନ୍ତେ ସେ ସଂଜ୍ଞା ସୁନ୍ଦରୀ, ପୁଣି ଏକ ପୁତ୍ର ପ୍ରସବିଲେ ଗଗୌରୀ। ତାହା ସଙ୍ଗତରେ ଏକ କନ୍ୟା ଜନମିଲା, ଶୁଣ ଏବେ ସେ ଦୁହିଁଙ୍କ ନାମ ଯାହା ହେଲା। ଏକ ଦିନେ କ୍ରୀଡ଼ା ଶେଷେ ଦେବ ଦିବାକର, ସଂଜ୍ଞାଙ୍କୁ ଚାହାନ୍ତେ ଭୟେ ସେ ହେଲା କାତର। ନୟନ ଯୁଗଳରୁ ସେ ସଂଯମନ କଲେ, ତା ଦେଖି ସଂଜ୍ଞାଙ୍କୁ କ୍ରୋଧେ ତପନ ବୋଇଲେ। ଆଗ ସଙ୍ଗେ ଏହି ଥର ତୋ ଗର୍ଭରୁ ଜାଣ, ଜନମ ହୋଇବଟି ଗଜେ ବଣ ନନ୍ଦନ। ତାର ନାମ ଯମ ବୋଲି ହୋଇବ ବିଖ୍ୟାତ, ଶୁଣି ସଂଜ୍ଞା ମନେ ବ୍ୟଥା ଲୋଭିଲେ ବହୁତ। ପୁଣି ସୂର୍ଯ୍ୟଦେବ ବୋଇଲେ କ୍ରୋଧେ କଥା, ତାର ସଙ୍ଗେ ଜାତ ହେବ ଗୋଟିଏ ଦୁହିତା। ଜମି ବୋଲି ତାର ନାମ ହୋଇବ ବିଦିତ, ଏହା କହି କ୍ରୋଧ ବଢ଼ାଇଲେ ଦୀନନାଥ। ସେ କ୍ରୋଧ ଦେଖିଣ ସଂଜ୍ଞା ମହାଭୟ ପାଇ, ଅନାଇଲେ ତାଙ୍କୁ ନେତ୍ରୁ ନୀର ଯାଏ ବହି। ତା ଦେଖି ପୁଣି ତପନ ବୋଇଲେ ଗିର, ଚଞ୍ଚଳ ନୟନେ ଚାହିଁଲେ ସେ ବାରମ୍ବାର। ତୋ ନେତ୍ର ଦୁଇରୁ ପୁଣି ବହିଗଲା ଜଳ, ଯା କହୁଛି ମୁହିଁ ତାହା ନୋହିବ ବିଫଳ। ପୁଣି କନ୍ୟାଟିଏ ତୋ ଉଦରୁ ଜାତ ହୋଇ, ନଦୀ ରୂପେ ବହିବ ଯମୁନା ନାମ ବହି। ଦେବ ଦିବାକର ତହୁଁ କହିଣ ଏମନ୍ତ, ମୌନ ହୋଇଲେ ନିଜେ କ୍ରୋଧ କରି ଶାନ୍ତ। ସଂଜ୍ଞାଙ୍କ ଗର୍ଭରୁ ଯମ ଜମି ଜନମିଲେ, କିଛି ଦିନାନ୍ତେ ଯମୁନା ପ୍ରସବ ହୋଇଲେ। ତପନଙ୍କ ତେଜ ସଂଜ୍ଞା ସହି ନ ପାରିଣ, ଛାୟା ନାମେ ସଜନୀକୁ କହିଲେ ସନ। ଶୁଣ ଆଗ ଛାୟା ସଖୀ କହୁଛି ଏକାନ୍ତେ, ମୋର ରୂପେ ରହିଥାଅ ସୂର୍ଯ୍ୟଙ୍କର ସାଥେ। ତାଙ୍କ ସେବାରେ ମୁଁ ରହିଥିଲି ଗୋଜେ ପରି, ଦିବାର ଜନି ଖଟିବୁ ତୁହି ସେହି ପରି। ଏମନ୍ତ କହିଣ ସଂଜ୍ଞା ଅନ୍ତର ହୋଇଲେ, ଛାୟା ସଖୀ ସୂର୍ଯ୍ୟଙ୍କର ନିକଟେ ରହିଲେ। ଶୁଣିଲ ତ ପାର୍ବତୀ ଗୋ ମନ କର୍ଣ୍ଣ ଦେଇ, ଯମ ଜମି ଯମୁନାଙ୍କ ଜନ୍ମ କହିଲଇଁ। ଈଶ୍ୱରଙ୍କ ଠାରୁ ଶୁଣି ଦେବୀ ତୋଷ ହେଲେ, ଆବର ଭକ୍ତିରେ ତାଙ୍କ ଚରଣ ବନ୍ଦିଲେ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବୈବସ୍ୱତ ମନୁ ଯମ ଜମି ଯମୁନା ଜନ୍ମ କଥନମ୍ ନାମ ଷଷ୍ଠ ଅଧ୍ୟାୟ। ସପ୍ତମ ଅଧ୍ୟାୟ। ବୈବସ୍ୱତ ବଂଶାନୁଚରିତ। ପାର୍ବତୀ ଉବାଚ, ଶିବଙ୍କ ଚରଣେ ପଡ଼ି କହନ୍ତି ପାର୍ବତୀ, ବୈବସ୍ୱତ ବଂଶ କଥା କୁହ ପ୍ରାଣପତି। କିପରି ଜନମ ସେହୁ କିପରି ବଢ଼ିଲେ, ତାଙ୍କଠାରୁ ପୁଣି କିଏ ଜନ୍ମ ହୋଇଥିଲେ। ଏ ସକଳ ଚରିତକୁ କୁହ ପ୍ରାଣ ଈଶ, ତବ ମୁଖୁ ଶୁଣି ମୋର ପାପ ହେବ ଧ୍ୱଂସ। ଶଙ୍କର ଉବାଚ, ପାର୍ବତୀ ବଚନ ଶୁଣି କହନ୍ତି ଶଙ୍କର,
ଶୁଣ ଆଗ ଗିରି ସୁତା ମନ କରି ସ୍ଥିର। ସୂର୍ଯ୍ୟଦେବଙ୍କର ଜ୍ୟେଷ୍ଠ ସୁତ ବୈବସ୍ୱତ। ଯାଗ ଯଜ୍ଞ ତପ ଆଦି କଲେ ସେ ବହୁତ। ହୋଇଲେ ଗୋସେହୁ ମହାଧର୍ମ ପରାୟଣ। ତାଙ୍କ ପୁତ୍ରଙ୍କର ନାମ କହୁଛି ଗୋ ଶୁଣ। ଇକ୍ଷ୍ୱାକୁନା ଭାଗରିଷ୍ଠ ନରଶକ୍ତି ନାମ। ସର୍ଜତି ପୁଷଧ ଧୃତ ଏହିପରି ଜାଣ। ଅସ୍ତ୍ରଶସ୍ତ୍ର ବିଦ୍ୟା ବଳେ ହେଲେ ସେ ନିପୁଣ। ବେଦ ବେଦାଙ୍ଗ ସହିତେ ଯେତେ ଶାସ୍ତ୍ରମାନ। ପୃଥିରେ ନୃପତି ହୋଇ ପାଳିଲେ ପରଜା। ରବି ତଳେ ବଢ଼ାଇଲେ ଯଶ କୀର୍ତ୍ତି ଧ୍ୱଜା। ପୁତ୍ର କାମନା ବରି ସେ ମନୁ ନରବର। ଘୃତ ଯଜ୍ଞାଦି ସମ୍ଭାର ରାଇଲେ ସତର। ମିତ୍ରା ବରୁଣ ନାମରେ ଏକ ଯଜ୍ଞ କଲେ। ଚାରିପାଶେ ହୋତା ମାନେ ବେଢ଼ିଣ ବସିଲେ। ସକଳେ ମିଳିଣ ହୋମ କରିଲେ ଭିଆନ। କରନ୍ତେ ଯେ ଅନାଚାର ପୁରୋହିତ ଗଣ। ଇଳା ନାମେ କନ୍ୟାଟିଏ ତହିଁ ଜନମିଲା। ଦେଖି ବୈବସ୍ୱତଙ୍କର ମନ ଦୁଃଖ ହେଲା। ମିତ୍ରା ବରୁଣଙ୍କୁ ସେ ବହୁତ ସ୍ତୁତି କଲେ। ଏ ପୁତ୍ରୀ କି ପୁତ୍ର କର ବୋଲି ନ ବୋଇଲେ। ମୋରେ ସୁପ୍ରସନ୍ନ ହୋଇ ଦିଅ ଏହି ବର। ମସ୍ତବେ ମିତ୍ରା ବରୁଣ ସନ୍ତୋଷ ପାର। କନ୍ୟାଟିକୁ ସେହି ପୁତ୍ର ପୁଣି କରିଦେଲେ। ସୁଦ୍ୟୁମ୍ନ ବୋଲି ସେ ପୁତ୍ର ନାମକୁ ରଖିଲେ। ସେହି ପୁତ୍ର ଗୋଟି ସେ ହୋଇଲା ମହାବୀର। ଏକ ଦିନେ ମୃଗୟାକୁ ଗଲା ସେ କୁମର। ଧନୁଶର କରେ ଧରି ହରଷିତ ମନେ। ପରବେଶ ହେଲା ଯାଇ ପାର୍ବତୀଙ୍କ ବନେ। ବହୁତ ପଶୁ ବଧନ୍ତେ କ୍ରୋଧେ ମହେଶ୍ୱର। କହିଲେ ରମଣୀ ଥେହ ତୁମ୍ଭେ ବେଧର। ସେହି ମନୁସୂତ ତତ କ୍ଷଣେ ସ୍ଥିରୀ ହେଲା। ବୁଧଙ୍କର ସଙ୍ଗତେ ସେ ସହବାସ କଲା। ତାହାଙ୍କ ବୀର୍ଯ୍ୟକୁ ଗର୍ଭେ ବହି 10 ମାସ। ପୁରରବା ନାମେ ଜନ୍ମ ହେଲା ଏକ ଶିଷ୍ୟ। ଅବନୀ ମଣ୍ଡଳୁ ଭାଗ ନ ପାଆନ୍ତେ ସେହି। ତାଙ୍କ ପ୍ରତି ଦୟା ରଖି ବଶିଷ୍ଠ ଗୋସାଇଁ। ପ୍ରତିଷ୍ଠାନପୁରେ ତାଙ୍କୁ କଲେ ନରପତି। ଅଶ୍ୱମେଧ ଯଜ୍ଞେ ସେ ସୁଦ୍ୟୁମ୍ନ ଦେଲେ ମତି। ସେହି ଯଜ୍ଞ ବଳେ ପୁଣି ହେଲେ ସେ ପୁରୁଷ। ମହିମଣ୍ଡଳରେ ସେ ହୋଇଲେ ବୀରଈଶ। ଧର୍ମ ମାର୍ଗେ ଜନ ପ୍ରଜାମାନଙ୍କୁ ପାଳିଲେ। ସଂସାର ମଧ୍ୟରେ ସେହି ଯଶ ବିସ୍ତାରିଲେ। ପରମ ସନ୍ତୋଷେ ବୋଲେ ଶୁଣ ଗୋ ପାର୍ବତୀ। ସେହି ଶିବ ପାର୍ବତୀଙ୍କ ପଦେ ରହୁମତି। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବୈବସ୍ୱତ ମନୁ ବଂଶାନୁଚରିତ କଥନମ୍ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ପୁରୁଷୋତ୍ତମଙ୍କର ଶୂଦ୍ରତା ପ୍ରାପ୍ତ। ପାର୍ବତୀ ଉବାଚ ଶିବଙ୍କ ପାଦରେ ପଡ଼ି ଦେବୀ ହୈମବତୀ। ଏହା ପରେ କିସ ହେଲା କୁହ ପ୍ରାଣପତି। ବୁଝାଇନ ମୋତେ ତାହା କହ ତ୍ରିଲୋଚନ। ଏ ନାରୀ ଜନ୍ମରୁ ମୋହି ହୋଇବି କାରଣ। ଶଙ୍କର ଉବାଚ
ପାର୍ବତୀଙ୍କ ଭକ୍ତି ଦେଖି ଦେବଶୂଳ ପାଣି, ଧୀର ମନେ ସ୍ଥିର ଚିତ୍ତେ ଶୁଣ ସେ କାହାଣୀ। ସାବଧାନ ହୋଇ ଦେବୀ ଭକ୍ତି ଭରେ ଶୁଣ, ପୃଷଧ ଶୂଦ୍ରତା ପ୍ରାପ୍ତି ହେବାର କାରଣ। ବୈବସ୍ୱତ ମନୁଙ୍କର ପୃଷଧ ନାମରେ, ଯେଉଁ ପୁତ୍ର ଗୋଟି ସେ ମୃଗୟା ନିମନ୍ତରେ। ଏକ ଦିନେ ଘୋର ଅରଣ୍ୟକୁ ଚାଲିଗଲେ, ଭୀଷଣ ଗହନ ବନ ମଧ୍ୟରେ ପଶିଲେ। ବୁଲି ବୁଲି ବହୁତ ସେ ଅରଣ୍ୟ ଭିତରେ, ମୃଗ ପଶୁ ନ ପାଆନ୍ତି ନିରାଶ ଚିତ୍ତରେ। ଭାଳି ହେଉ ହେଉ ସେହି ମୁନିଙ୍କ ଦୁଲାଳ, କ୍ଷୁଧା ତୃଷାରେ ହୋଇଲେ ବିଶେଷ ଆକୁଳ। ଗୋଟିଏ ବୃକ୍ଷ ମୂଳରେ ବସି ଭାବୁଛନ୍ତି, ଏ ଅନ୍ତେ ଚାହେଲା ଶୁଣ ଆଗ ପ୍ରିୟବତୀ। ହୋମଧେନୁଟିଏ ସେହି ବନେ ଚରୁଥିଲା, ସେହି ଗାଭୀ ପୃଷଧଙ୍କ ଦୃଷ୍ଟିରେ ପଡ଼ିଲା। ମନେ ମନେ ବିଚାରିଲା, ଧାତାଙ୍କ କୃପାରେ ଏ ଗବୟ ଗୋଟି ଦେଖା ହୋଇଲା ଏଠାରେ। ଏବେ ଏହାକୁ ମୁଁ କେଉଁ ପ୍ରକାରେ ମାରିବି, ଲତା ପ୍ରାନ୍ତେ ରହିଲେ ମନ୍ତ ମନେ ଭାବି। ବାଣ ବିନ୍ଧି ତେଣ ସେହି ଗାଭୀ ଗୋଟି ତଳେ, ପଡ଼ିଲା ଘୋର ଚିତ୍କାର କରି ସେହି କାଳେ। ସେ ଚିତ୍କାର ଶବଦରେ ଅରଣ୍ୟ କମ୍ପିଲା, କୁଟୀର ମଧ୍ୟରେ ଅଗ୍ନିହୋତ୍ରୀ ସୁତ ଥିଲା। ଚିତ୍କାର ଶବଦ ଶୁଣି ସେଠାକୁ ଆସନ୍ତେ, ଦେଖିଲା ଗାଭୀ ଜର୍ଜର ହୋଇଛି ରକତେ। ପ୍ରାଣ ହରାଇ ଭୂମିରେ କରିଛି ଶୟନ, ଅତ୍ୟନ୍ତ ଆକୁଳେ କାନ୍ଦି ସେ ଋଷି ନନ୍ଦନ। ବୋଇଲା କେ ବଣ ପାପ ମତି ଦୁରାଚାର, ନିଷ୍ଠୁର ପଣେ ମାଇଲା ଗାଇକି ମୋହର। ଗାଭୀ ଗୋଟି ଇଚ୍ଛା ସୁଖେ ବନେ ଚରୁଥିଲା, ସେହି ଚଣ୍ଡାଳର ବା କେଉଁ ଦୋଷ କଲା। କେଣେ ଗଲା ସେ ପାପିଷ୍ଟ ଦୁର୍ମତି ପାମର, ଏମନ୍ତ କହିଣ କ୍ରୋଧେ ସେ ମୁନି କୁମର। ଚଉଦିଗକୁ ଚାହାନ୍ତେ ଲତା ଅଭ୍ୟନ୍ତରେ, ପୃଷଧକୁ ଦେଖିଲା ସେ ଅଛନ୍ତି ସେଠାରେ। ଧନୁଷର ଶୋଭା ଦିଶୁଅଛି ତାଙ୍କ ହାତେ, ବାହାର ହୋଇଲେ ମୁନି ପୁତ୍ରକୁ ଦେଖନ୍ତେ। ପଚାରିଲେ ତୁମ୍ଭେ ଅଟ କାହାର ନନ୍ଦନ, କିସ ପୁଣି ଅଟଇ ତୁମ୍ଭର ନିଜ ନାମ। ମୋ ନାମ ବା ଭବ୍ୟ ବୋଲି କହେ ମୁନି ସୁତ, ପୃଷଧ କହନ୍ତି କିମ୍ପା ହୁଅ କ୍ରୋଧଚିତ। ମୁନିପୁତ୍ର ହୋଇ ଶୂଦ୍ର ସ୍ୱଭାବ ଆଚର, ଆରକ୍ତ ନୟନଙ୍କୁ ବହେ ସେ ନୀର। କାହିଁ ପାଇଁ ତୁମ୍ଭ ଦେହ ଗୋଟା ଥରୁଅଛି, ମୁଖମଣ୍ଡଳ କାହିଁକି ବିବନ ଦିଶୁଛି। ତାହା ଶୁଣି ମୁନି ପୁତ୍ର ବୋଇଲେ ଗୀର, ସରବିନ୍ଧି ମାଇଲା କେ ଗାଇକି ମୋହର। ଏଡ଼େ ପାଷାଣ୍ଡ ଦୁର୍ମତି ଅଟେ ପାମର, ପାପକୁ ଟିକିଏ ଭୟ ନ କଲା ମନର। ପୃଷଧ କହିଲେ ମୁଁ ଗବୟ ମନେ କରି, ଲୁଚିଏ ଗାଭୀ ଉପରେ ଶର ପ୍ରହାରିଲି। ଦ୍ୱିଜପୁତ୍ର ବୋଲେ ମତେ ଜନକ ମୋହର,
ଏ ଗାଈକି ଜଗାଇନ ଗଲେ ବନ ଘୋର। ହୋମ କାଷ୍ଠ ଆଣିବାକୁ ଆହେ ନୃପବର। ଏହି ହୋମ ଧେନୁକୁ ମୁଁ ଛାଡ଼ିନ ଏଠାର। ଆଶ୍ରମରେ ଥିଲେ ଜାଣ ନିର୍ବୋଧ ପାମର। ଅଦୋଷେ ତୁ ବଧ କଲୁ ଗାଈକି ମୋର। ଏଥିପାଇଁ ଦେଉଛି ମୁଁ ତୋତେ ଶାପ ଦଣ୍ଡ। ଆଜିଠାରୁ ତୁ ହି ଶୂଦ୍ର ହୁଅରେ ପାଷଣ୍ଡ। ବେଦ ବେଦାଙ୍ଗ ସହିତେ କିଛି ନ ଆସିବ। କ୍ରିୟାକର୍ମ ସବୁ ତୋର କିଛି ନ ରହିବ। ଏପରି ସେ ଋଷି ପୁତ୍ର କୋପେ ଶାପ ଦେଲେ। ତାହା ଶୁଣି କ୍ରୋଧ ଚିତ୍ତେ ପୃଷଦ ବୋଇଲେ। ଏହା କଲୁ ଯାହା ତୁଇରେ ଋଷି ନନ୍ଦନ। ବ୍ରହ୍ମା କ୍ଷତ୍ରିୟ ଅଥବା ବୈଶ୍ୟଠାରୁ ଜନ୍ମ। ହୋଇଥିବା ପୁତ୍ରର ଏ ଉଚିତ ନୁହଁ। ତା ପ୍ରତିଫଳ ମୁଁ ତୋତେ କ୍ଷଣି ଦେବଇଁ। ଏମନ୍ତ କହିଣ ରାଜା ହସ୍ତେ ଜଳ ଘେନି। ଅଭିଶାପ ବିହିବାକୁ ପାଞ୍ଚନ୍ତେ ସେ କ୍ଷଣି। ତା ଦେଖି ଋଷି ନନ୍ଦନ ପୁଣି କୋପ ଚିତ୍ତେ। ରାଜାଙ୍କୁ ବଧିବା ପାଇଁ ଉଦ୍ୟତ ହୁଅନ୍ତେ। ଏକାଳେ ତାହାଙ୍କ ପିତା ମିଳିଲେ ସେଠାର। ବୋଇଲେ କ ବାବୁ ତୋର କ୍ରୋଧ ତ୍ୟାଗ କର। କ୍ରୋଧ ସିନା ମହାଶତ୍ରୁ ପ୍ରାଣୀମାନଙ୍କର। କ୍ରୋଧ ପରମ ଚଣ୍ଡାଳ ଜାଣରେ କୁମର। ଦ୍ୱିଜ ଜାତି ମାନଙ୍କର ଶାପ ଅଟେ ବନ୍ଧୁ। ଇହ ପରଲୋକେ ସେ ଦିଅଇ ପ୍ରେମ ମଧୁ। କୋପେ ଜପ ତପ ସବୁ ବିନାଶ ହୁଅଇ। କୋପ କଲା ଲୋକର ଯେ ଆୟୁ କ୍ଷୟ ଯାଇ। ପ୍ରାଣୀମାନଙ୍କର ଜ୍ଞାନ ହାନି କରେ କ୍ରୋଧ। ବୁଝି ନ ପାରନ୍ତି ଏହା ପାମର ଦୁର୍ବୋଧ। କ୍ରୋଧ ଯୋଗୁ ଲୋକେ ହୁଅନ୍ତି ଯେ ଧନହୀନ। କ୍ରୋଧୀ ଲୋକ ବହୁ ଦୁଃଖ ଲଭିବଟି ଜାଣ। ତୋ ପକ୍ଷେ କ୍ରୋଧ କରିବା ଅଟେ ଅନୁଚିତ। ଏବେ ବୁଝାଇ କହୁଛି ଶୁଣ ଆରେ ସୂତ। ଯଦି ଜାଣି ଜାଣି ରାଜା ବଧିଥାଏ ଗାଈ। ତଥାପି ତା ପ୍ରତି କ୍ରୋଧ ବିହିତ ନୁହଁ। ଈଶ୍ୱର ତୁଲ୍ୟ ସାକ୍ଷାତ ଅଟେ ନର ସାଇଁ। ପୁତ୍ର ସମ କରି ପ୍ରଜା ମାନଙ୍କୁ ପାଳଇ। ସେବା ଯାହାକୁ ମାରିବ କେ ରଖିବ ତାକୁ। ରାଜ୍ୟର ପାପ ପୁଣ୍ୟଟି ତାହାରି ମୁଣ୍ଡକୁ। ଯଦ୍ୟପି ନ ଜାଣି ରାଜା ମାରିଅଛି ଗାଈ। ତେବେ କଦାପି ତାଠାରେ ଦୋଷ ହେବ ନାହିଁ। ଯେଣୁ ତାହାଙ୍କର ମନେ ପାପ ନ ଛୁଇଁଛି। ତେଣୁ ସେ ନିର୍ଦୋଷ ବୋଲି ଜାଣିଥାଅ ବସି। ଦୟା ଠାରୁ ବଳି ଧର୍ମ ନାହିଁ ଏ ସଂସାରେ। ଦୟାଳୁ ପ୍ରାଣୀମାନେ ଯେ ଯାନ୍ତି ସ୍ୱର୍ଗପୁରେ। ମୁନିଙ୍କ ବଚନ ଶୁଣି ପୃଷଦ ନୃପତି। ତାହାଙ୍କ ଚରଣେ ନମି କଲେ ବିନତି। ଆହେ ମୁନିବର ବଡ଼ ଅପରାଧ କଲି। ଗବୟ ଜ୍ଞାନେ ମୁଁ ହୋମ ଧେନୁକୁ ବଧିଲି। ଜାଣି ନ ପାରି ଏ ପାପ ରଜିଛି ମୁହିଁ। କ୍ଷମା କର ହେ ମୁନି ତନଇ। ତହୁଁ ମୁନି ପୁତ୍ର ଭାଷେ ଶୁଣ ନର ସାଇଁ। ଆଜି ଯାଏ କେବେ ମିଥ୍ୟା କହି ନାହିଁ ମୁହିଁ। ମୋର ବାକ୍ୟ କେତେବେଳେ ନ ହୋଇବ ଆନ। ପିତା ପୁତ୍ର ଏହା କହି ଗଲେ କୁଟୀରେନ।
ପୃଷଧ ରାଜା ସେ ଦିନୁ ଶୂଦ୍ର ବୋଲାଇଲେ, ବ୍ରହ୍ମଶାପ ଅନ୍ୟଥାନୁ ହୋଇ କେବେଲେ। ଏହି ସୂର୍ଯ୍ୟ ପୁରାଣ ଯେ ପରମ ପଦାର୍ଥ, ଯାହା ଶ୍ରବଣରେ ପାନିଲ ଭଇ କୃତାର୍ଥ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ହର ଉମା ସମ୍ବାଦେ ପୃଷଧ ରାଜା ଶୂଦ୍ରତା ପ୍ରାପ୍ତି କଥନମ୍ ନାମ ଅଷ୍ଟମ ଅଧ୍ୟାୟ। ନବମ ଅଧ୍ୟାୟ ନାଭାଗଙ୍କ ଚରିତ। ପୁଛନ୍ତି ଗୌରୀ ଶୁଣ ଆହେ ପ୍ରାଣନାଥ, ଏଥୁ ଅନ୍ତେ କିସ ହେଲା କୁହ ସେ ଚରିତ। ତବ ମୁଖ ଶୁଣିଲେ ମୁଁ ହୋଇବି ପବିତ୍ର, ଏ ଦାସୀର ନିବେଦନ ଘେନବାରେ ନାଥ। ପାର୍ବତୀ ଦେବୀ ବିନୟ ବଚନକୁ ଶୁଣି, ଭାବେ ଗଦ ଗଦ ହୋଇ ବୋଲେ ସୁଳ ପାଣି। ଶୁଣ ଶୁଣ ପାର୍ବତୀ ଗୋ ନାଭାଗ ଚରିତ, ଅତି ମନ ଦୁଃଖେ ସେ ପୃଷଧ ନରନାଥ। ନିଜ ନଗରେ ଆସିଣ ପରବେଶ ହେଲେ, ମନ୍ତ୍ରୀ ଅମାନ୍ୟତଙ୍କୁ ସେ ସବୁ କହିଗଲେ। ଶୂଦ୍ର ଆଚରଣ କଲେ ରାଜ୍ୟଚ୍ୟୁତ ହୋଇ, ସେହି ଦିନୁ ଅରାଜକ ହୋଇଲା ସେ ମୋହି। ଦେଶ ପ୍ରଜାମାନେ ବହୁତ ସେ ଭାଳି ହେଲେ, ନାଭାଗକୁ ରାଜା କରିବାକୁ ବିଚାରିଲେ। ରାଜ ସିଂହାସନେ ବସାଇଣ କଲେ ପୂଜା, ପରମ ସୁଖେ ନାଭାଗ ପାଳିଲେ ପରଜା। ନବ ଯୁବକ ଅତ୍ୟନ୍ତ ସୁନ୍ଦର ସେ ଜାନ, ଦିନେ ପୁଷ୍ପବନେ କରୁଥିଲେ ସେ ଭ୍ରମଣ। ଏକ ବେଶ୍ୟା କନ୍ୟା ଅତି ପରମା ସୁନ୍ଦରୀ, ଯୋଗେ ଆସୁଥିଲା ସେ ଯୁବତୀ ସ୍ନାନ ସାରି। ରାଜମାର୍ଗେ ଧୀରେ ଧୀରେ ଯାନ୍ତେ ସେ ତରୁଣୀ, ଉଦ୍ୟାନେ ଥାଇ ଦେଖିଲେ ତାକୁ ନୃପମଣି। ମନେ ଭାବିଲେ ଅଟେ ଅପୂର୍ବ ସୁନ୍ଦରୀ, ହୋଇବ କି ଅବା ଏହି ସ୍ୱର୍ଗ ଅପସରି। କିଅ ବା ହୋଇବ ବିଦ୍ୟା ଧରିବା କିନରୀ, କିଅ ବା ଧାତା ନିର୍ମିତ ଏ ସୁବର୍ଣ୍ଣ ନାରୀ। ରୂପରେ କାନ୍ତିରେ ତ ଅତି ଅନୁପମା, ଏହାର ଛବି କି ମୁହିଁ କି ଦେବୀ ଉପମା। ମତ ଗଜଗମନିଏ ଅଳପ ବୟସୀ, ଘନ କୁଟିଳ କୁନ୍ତଳା ଚାରୁ ମଦାଳସୀ। ଏହା ଠାଣି ଚାତୁରୀକି ଦେଖିଲେ ପୁରୁଷ, ବଳେ ପାଦ ତଳେ ବିକି ହୋଇଯିବ ଦାସ। କି ଶୋଭା ଦିଶୁଛି ଏହା ଚନ୍ଦ୍ରମା ବଦନ, ବଣକୁ ରଙ୍ଗି ପରାୟ ଯୁଗଳ ନୟନ। ମନ୍ଦ ମନ୍ଦ ହାସ ପୁଣି ତେରେଛେ ଚାହାଣି, ଦନ୍ତପନ୍ତି ଶୋଭା ପାଏ
कुन्द पुष्प जिणे तीर कुसुमको जिणे नासा मनोहर पाटल पुष्पको निन्दे कर्ण दुई तार चन्द्र खण्ड खण्ड भुरु धनु सुशोभित अधर दिशई जबा बधुलियारत पुष्ट देशरे लम्बिछि मनोहर बेणी कियबा अटई से मदन काल फणी मंदर को निंदा करे पुरज जुगल नारी कटिनित बता अत्यंत मंजुल उलट रंभाको जिणी जानु दुई गोटी केते कालु बसियाकु बिहि गढ़ी अछि जे बण पुंसकु ए होइब मनहारी बहु जन्म से पुरुष थिब तप करी तपस्यारे शिव उमा थिब से मणाई अथवा गंगा सलिले झाँसी थिब से सिनाए कन्या रतनकु प्राप्त हेब नहिले अन्य कियाकु लभिण पाइब एमन्ते मने विचार करु नरपति मदन सरे से हेले व्याकुलित अति श्रम झाले बहिलाता सर्वांग जाकरु अचेतन होई गले धैर्य धरु धरु सेही क्षणी आसीन भृत्यकु पचारिले वैश्यर भुवने जाई नृपति मिलिले बोइले वैश्यकु चाहि शुण मो वचन तो घरे अछि जे बण युवती रतन सुप्रभा नाम ताहार तुम्भ कन्या सेही मोहर नयन पथे निरते नाचई ताकु मोते देई करी रखे जीवन घेन घेन बणी कहे मोर निवेदन एपरि विनय भावे कहिले अनेक राजा वचने आश्चर्य होइले बणिक बोइला हो राजा तुम्हें सुविवेक क्यों परि करी अछ एणे कनीति मोहि तुम्भ परिचार तुम्भे प्रभु मोर अनुचित तुम्भ आंभ संबोध हेबार तुम्भे जाति रे क्षत्रिय मुहि अटे वैश्य समान हेब कि केबे प्रभु तुले दास दांडकु एक कथा दिसी बटी असुंदर आबर होई बसिना अकीर्ति अपार कहुछि मुकर जोड़ी आहे नारायण निज नवरकु चली जान्तु आपण विधिरे
प्रिय कन्या देखी हुओ विभा ताहा सिना पणकु होइब शोभा। वैश्यर वचने क्रोधे नाभाग कहन्ति आहे वैश्य मोर आशा तुम्भ कन्या प्रति ताहा ठारे बढिछि मो बड़ अनुराग एकथाकु वैश्य तुम्भे न भांग मुहि अटई नृपति एही पृथ्वीर केबे हे मो कथा तुम्भे अन्यथा न कर जेबे दुहिताकु मते न देव हे भले सत कहुअछि निशे हरिने विबले से वैश्य जाई ना भाग पिताकु कहन्ते अभिशाप देला ता पियर क्रोध चिते नृपति होई तू कलु अन्याय व्यवहार आजि ठारु राजे नोहिब अधिकार वैश्य वृत्ति करी तू दर पोष जाई शुणी देश छाड़ी गला ना भाग पड़ाई निज नारी सुप्रभाको घेनी बने गला फलमूल भक्षिण से उदर पोषिला। इति श्री सूर्यपुराणे शिव उमा संवादे नाभाग राजा चरित वर्णन नाम नवम अध्याय। दशम अध्याय प्रमति शाप। पार्वती उवाच एथो अन्ते शुण जने अमीय चरित पार्वती पूछन्ति आहे कैलासनाथ नाभागता नारी नेई बणे बसाइला ताहा परे केउ सबु घटना घटिला। शंकर उवाच कहन्ति ईश्वर शुण आगो शाकम्भरी परम सन्तोष हेब जाहा शुणी करी वैश्यता पाइला जहु से नाभाग राजा ता भाई माने पालिले पृथ्वीर परजा ए उतारु केते दिन सुप्रभात ऋणी गर्भवती होइला गहिमाद्री दुलणी क्रमे क्रमे ताहार जे गर्भ हेला भारी देखु देखु 10 मास जहु गला पुरी जन्म हेला ताहार गोटिए कुमर भुनन्दन नाम देले जननी पियर विद्या पढ़ाइले से पुत्र को नृपमुनि व्रत आदि विधि मान कराइले पुणी से पुत्र होइला शास्त्र विद्यारे प्रवीर युद्ध कला जाई कक्का मानक संगेन बोइला जदि हे मते न देवटी राज्य एही बाणा नळे आजी तुम्भकु दहिर्य करिबई जानी थाओ हे खुरुता माने मराजकु भोग करुअछ हे केशने मो पिता नाभाग थिले राजे राजन क्रोधे मन्त कहिन सेही भुनन्दन महाक्रोध भरे मने रोष से बइन सरकारे आच्छादित कला से भुवन भये ताखुरुता माने से राज्य छाड़िले भुनन्दन जाई पिता गरे कहिले हो पिता राज्य रे बेहुअन्तु राजन निश्चिंतरे त्याग करी एही घोर वन नाभाग कहिले वत्स तुहई सन राजा होई बलात्कारे हरि कन्या रत्न
ସେହି ଦୋଷୁ ପିତା ମୋତେ ରାଜ୍ୟ କଲେ ଦୂର, ନୃପତି ହେବା ଉଚିତ ନୁହଁ ମୋହର। ତୁ ନୃପତି ହୋଇ ରାଜ୍ୟ ପାଳରେ ସୁତ, ନ ପାରିଲେ ଜ୍ଞାତି ଜନେ କରିଦିଅ ଦତ୍ତ। ଏମନ୍ତ ଶୁଣି ସୁପ୍ରଭା କହେ ହସି ହସି, ରାଜେ ରାଜା ହେବା ପାଇଁ କିମ୍ପା କର ନାସ୍ତି। ତୁମ୍ଭେ କେନେ ବୈଶ୍ୟ ହେଲ କହ ପ୍ରାଣନାଥ, ବୈଶ୍ୟ କୂଳେ ମୁକ୍ତ ହୋଇ ନାହିଁ ହେ ସମ୍ଭୂତ। ମୁଁ କ୍ଷତ୍ରିୟ ବଂଶ କନ୍ୟା ତୁମ୍ଭେ ତ କ୍ଷତ୍ରିୟ, ସୁଖେ ନିଜ ରାଜେ ଯାଇ ହୁଅ ନର ରାୟ। ସେ ପୂର୍ବ ଚରିତ ଏବେ କହୁଅଛି ଶୁଣ, ଏକ ନରପତି ଥିଲେ ସୁଦେବ ନାମେଣ। ନଳଙ୍କର ସଖା ସେହି ଧୂମାସ ନନ୍ଦନ, ସଖା ସଙ୍ଗ ବିନେ ସେହୁ ନ ଭୁଞ୍ଜନ୍ତି ଅନ୍ନ। ପ୍ରାଣରୁ ଅଧିକ କରି ତାଙ୍କୁ ମଣିଥାନ୍ତି, ଏକ ଦିନର କଥାଟି ଶୁଣ ପ୍ରାଣପତି। ଦିନେ ସେ ବସନ୍ତ କାଳେ ସେହି ନୃପମଣି, ନିଜ ରାଜେ ମହିଷମାନଙ୍କୁ ସଙ୍ଗେ ଘେନି, ପୁଷ୍ପ ଉଦ୍ୟାନରେ କରୁଅଛନ୍ତି ବିହାର, ନଳ ନାମଧାରୀ ସଖା ଅଛନ୍ତି ସଙ୍ଗର। ଏ ଉତ୍ତାରୁ ଶୁଣ ନାଥ ପୂର୍ବ କାହାଣୀ, ନାନାବିଧ ହାସ୍ୟର ସେହି ନୃପମଣି। ଗାନ ବାଦ୍ୟ ନୃତ୍ୟ କାଳ ହରିଲେ କଚାନ, ତାମ୍ବୁଳ ବଖିଲେ ସୁଖେ ସାରିଲେ ଭୋଜନ। ସେ ଉଦ୍ୟାନେ ଅଛି ଏକ ଗୋଟି ସରୋବର, ଫୁଟିଛି ତହିଁ ଅନେକ କୁମୁଦ କହ୍ଲାର। ମତ ଭୃଙ୍ଗପନ୍ତି ମଧୁପାନେ ଭୋଳୋଇ, ଗୁଣୁ ଗୁଣୁ ସୋନେ ମଧୁ ପିଉଛନ୍ତି ତହିଁ। ହଂସ ସାରସ କ୍ରୀଡ଼ନ୍ତି ଆନନ୍ଦେ ସେ ଜଳେ, ମତ୍ସ୍ୟମାନେ ବିହରନ୍ତି ନାନା କୁତୁହଳେ। ସେହି ସର ତଟେ ନଳ ବସି ରହିଥିଲା, ଏହି କାଳେ ଚ୍ୟୁତ ଡାଳେ କୋଇଲି ରାବିଲା। ମଦନ ବାଣେ ତା ଦେହ ଜର ଜର ହେଲା, ସେହି ବନେ ବନେ ନଳ କିଛି ଦୂର ଗଲା। ତା ଚ୍ୟବନଙ୍କ ପୁତ୍ର ନାମ ଅଟେ ଯେ ପ୍ରମତି, ତାହାରି ନିବାସ ଜାଣ ସେହି ବନକତି। ପଥେ ଜଳ ଘେନି ଯାଉଥିଲା ତାର ମଣି, ତାହାକୁ ନଳ ନୟନେ ଦେଖିଲା ରକ୍ଷଣୀ। ମିଷ୍ଟ ପଦାର୍ଥ ଦେଖିଲେ ବାଳକେ ଯେ ସନ, ପୁତ୍ର ପାଇଲେ ଯେ ସନେ ଅପୁତ୍ରିକ ଜନ। ଦରିଦ୍ର ରତନ ପ୍ରାପ୍ତ ହୋଇଲେ ଯେ ମନ୍ତ, ସେହିପରି ନଳ ହୋଇ ଅତି ଆନନ୍ଦିତ। ନରେଶ ହୋଇନ ତାକୁ ବଳେ କୋଳ କଲା, ସେ ଯୁବତୀ ଆତଙ୍ଗରେ ଚିତ୍କାର ଛାଡ଼ିଲା। ହେ ପରାଣେଶ୍ୱର ଆସି ଏବେ ରକ୍ଷା କର, ବଳେ ମୋତେ ହରୁଅଛି ଏ ପାପୀ ପାମର। ଆହେ ଧର୍ମଦେବ ମୋତେ ବିପଦୁ ରଖ, ମୁହିଁ ଦ୍ୱିଜ ନାରୀ ପୁଣି ଅବଳା ନିରେଖ। କେଉଁପରି ବିଧାତା ଏହା ସହିବଟି ଭଲେ, ଅଧର୍ମ ଆଚରୁଅଛି ଏ ପାପିଷ୍ଟ ବଳେ। ଚଞ୍ଚଳେ ଆସ ଗୋ ନାଥ ଅଛ କେଉଁଠାରେ, ମୋ ସତୀତ୍ୱ ନଷ୍ଟ ହେବ ତୁମ୍ଭ ବିଳମ୍ବରେ। ଏ ରୋଦନ ଶବ୍ଦେ 10 ଦିଗ ପୁରୀ ଗଲା, କନେ ଶୁଣି ଚଞ୍ଚଳେ ସେ ପ୍ରମତି ଅଇଲା। ଦେଖିଲା ହୃଦୟ ହେବ ନରେଶ ଅଛନ୍ତି, ତାହାଙ୍କ ସାକ୍ଷାତେ ନିଜ ଭାର୍ଯ୍ୟାକୁ ଝଟତି। ବଳତ୍କାରେ ହରି ନେଉଅଛି ପାପୀ ନଳ, କାନ୍ଦି କାନ୍ଦି ସେ ଯୁବତୀ ହେଉଛି ବିକଳ। ଏହି ଅତ୍ୟାଚାରକୁ ଯେ ଦେଖିଣ ପ୍ରମତି, କ୍ରୋଧେ ବୋଇଲାରେ ଦୁରାଚାର ପାପମତି। ନିଶ୍ଚୟ ଜାଣିଲି ତୋର କାଳ ପୁରିଲାଣି, ନୋହିଲେ କି ହରନ୍ତୁରେ ତୁ ଦ୍ୱିଜର ମଣି। ଦରିଦ୍ର ବ୍ରାହ୍ମଣ ମୁଇଁ ସହଜେ ଦୁର୍ବଳ, ତେଣୁ ମୋ ପତ୍ନୀ କି ହରୁଆରେ ରେ ଚଣ୍ଡାଳ। ଧର୍ମ ନାହିଁ କି ରେ ଏହି ସଂସାର ମଧ୍ୟରେ,
ଚକ୍ର ନାହିଁ କିରେ ମୂଢ଼ ଶ୍ରୀହରିଙ୍କ କରେ। ସେହି ହେତୁ ବଳତ୍କାରେ ହରୁଛୁ ମୋ ନାରୀ। ଦେଖି ନାହିଁ ଜଣେ ପାପୀ ଲୋକ ତୋହ ପରି। ସୁଦେବ ନୃପତି ଚାହେଁ ବୋଲ ଇଏ ମନ୍ତ। ଆହେ ରମାପତି ଏହା ସହିଛ କେମନ୍ତ। ତୁମ୍ଭେ ଥାଉଁ ଥାଉଁ ଏ ଅନୀତି ହୋଇବାର। ସଂସାରକୁ ନ ହୋଇବ କିଏ ଅସୁନ୍ଦର। ସର୍ବଦା ନିଜକୁ ରକ୍ଷା କରନ୍ତି କ୍ଷତ୍ରିଏ। ରଖ ରଖ ନରେଶ ହେ ସଦୟ ହୃଦୟେ। ଏ କରୁଣ ବାଣୀ ଶୁଣି ପ୍ରମତି ଦ୍ୱିଜର। ହସି ହସି ତାହାକୁ ବହିଲେ ଏହି ଗୀର। ହେ ଦ୍ୱିଜବର ମୋହିତ କ୍ଷତ୍ରିୟ ନୁହଇଁ। କାହୁଁ ରଖି ପାରିବି ଅଟଇ ବଶ୍ୟ ମୁହିଁ। ଚଞ୍ଚଳ କ୍ଷତ୍ରିୟ ପାଶେ ଯାଅ ହେ ଆପଣ। ରକ୍ଷା କରିବେ ସେ ସିନା ଧରି ଧନୁର୍ବାଣ। ଏ ଉପହାସ ବଚନ ସେହି ଦ୍ୱିଜ ଶୁଣି। ପ୍ରଚଣ୍ଡ ଅଗ୍ନି ସମାନ ହେଲେ ସେହି କ୍ଷଣି। ବୋଇଲେ ନୃପତି ତୁରେ କଲୁ ଉପହାସ। ପରିଚୟ ଦେଲୁ ତୁହି ଅଟୁ ବୋଲି ବୈଶ୍ୟ। ଆଜହୁଁ ତୁ ବୈଶ୍ୟ ହୁଅ ଆରେ ରେ ପାମର। କ୍ଷତ୍ରିୟ ଧର୍ମକୁ ଯେଣୁ କଲୁ ପରିହାର। ତୋହର ସାକ୍ଷାତେ ଯା ହେଉଛି ଅତ୍ୟାଚାର। ଏଠାରୁ ବଳି ଅଛି କି ଅନ୍ୟାୟ ବ୍ୟବହାର। ଗୋରୁ ସ୍ତ୍ରୀ ବ୍ରାହ୍ମଣକୁ ରକ୍ଷା କରିବାରେ। କ୍ଷତ୍ରିୟର ଧର୍ମ ସିନା ଅଟଇ ସଂସାରେ। ସ୍ୱଧର୍ମ ଛାଡ଼ି ଅଧର୍ମ ଆଚରଣ କଲୁ। ତାର ପ୍ରତିଫଳ ନିଶ୍ଚେ ଭୋଗିବୁ ରେ ଓଲୁ। ଏତେ କହି ପୁଣି କ୍ରୋଧ ଚିତେ ସେ ବ୍ରାହ୍ମଣ। ନଳକୁ ଚାହିଁ କହନ୍ତି ଏମନ୍ତ ବଚନ। ଆରେ ପାପମତି ତୋ ଶରୀର ପୋଡ଼ିଯାଉ। ଏହି କ୍ଷଣି ଜଳି ଯାଅ ମୋ ବଚନ ରହୁ। ବ୍ରାହ୍ମଣ କହିଲା କ୍ଷଣି ନଳ ଜଳିଗଲା। ଏମନ୍ତ ଦେଖି ନୃପତି ଚମତ୍କାର ହେଲା। ବେନିକର ଯୋଡ଼ିଣ ବୋଇଲା ନୃପବର। ତୁମ୍ଭ ଏ କ୍ରୋଧ ନଳେ ପୋଡ଼ିବ ସଂସାର। ତୁମ୍ଭର ସ୍ୱରୂପ ଦେଖି ଡର ଲାଗୁଅଛି। କ୍ରୋଧ ପରିହର ମୋର ଦୋଷକୁ ନ ବାଛି। ଏପରି ବିନୟେ ଯହୁଁ କହିଲେ ନରେଶ। ପ୍ରମତି କହିଲେ ତାଙ୍କୁ ହୋଇଣ ସନ୍ତୋଷ। ମୋ ବାକ୍ୟ କେବେ ହେ ଆଉ ନହିବ ତ ଆନ। ଯେ କାଳେ କନ୍ୟାକୁ ତୋର କ୍ଷତ୍ରିୟର ମଣ। ହରିବ ସେ କାଳେ ତୁହି ସାପୁ ହେବୁ ମୁକ୍ତ। ଏମନ୍ତ କହି ଆଶ୍ରମେ ଗଲେ ମୁନି ସୁତ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ପ୍ରମତି ଦ୍ୱିଜଙ୍କ ଶାପ କଥନେ ନାମ 10ମ ଅଧ୍ୟାୟ।